पेशेंट 100% जादूगरी मैजिशियन कहले भूल हम सर से कथा आपको कहले सर मत बंची देले मरण मत आज आन चले मैंने आप विश्वास कर आसी कांदिली मत लोक छाड़ी देले तो कहले भाई छाड़ी दी ये बसी है चली है खाई है शुई है ମାନେ କୋଉଥିରେ ବି ଶାନ୍ତି ନାହିଁ। ଆଜ୍ଞା ଆଜ୍ଞା ଏଇଟାର ଶାନ୍ତି ନାହିଁ। ମାନେ ଆପଣ ବି ଶାନ୍ତି ନାହିଁ, ଶୁଣିଲେ ବି ଶାନ୍ତି ନାହିଁ। ଆପଣ ବିଶ୍ୱାସ କରିବେନି ମୁଁ ଯେତେବେଳେ ଆସିଲି ସେ ଗେଟ୍ ରେ ଅଛନ୍ତି ସେ ଭାଇକି ମୁଁ ରିକ୍ୱେଷ୍ଟ କଲି ମୁଁ କହିଲି ଭାଇ ମୁଁ ଭାଇ ବୁଢା ଦଉଛି ମତେ ଟିକେ ଛାଡନ୍ତୁ ମୁଁ ଆଉ ଛିଡା ହେଇପାରିବି ସେ ମତେ ଛାଡିଲା ପରେ ଯେତେବେଳେ ମୁଁ ସାର୍ଙ୍କ ପାଖରେ ଯାଇ କହିଲି ମୁଁ ସାର୍ ସବୁ ଡକୁମେଣ୍ଟ ଦେଖିଲି ସାର୍ ଦେଖିଲେ ସବୁ ସାର୍ ଯଦି ଏଇ ମେଡିସିନ ମୋର ଯଦି କାମ ନ କରିବ ମୁଁ ଏଇଠି ବି ଆଜି ବି କହିଯାଇଛି ମୁଁ ଆତ୍ମହତ୍ୟାଟା ନିଶ୍ଚିତ କରିବି ସାର୍ ମୁଁ କହିଯାଇଛି ମୁଁ ଆଉ ଆସିବିନି ହିସାବରେ କଣ ଏତେ କଣ ହେଇଛି ମୁଁ କହିଲି ସାର୍ ପେନ୍ ମାନେ ଏତେ ମତେ ପେନ୍ ହେଲା ଯାହାକି ଅସହ୍ୟକର ପେନ୍ ସହ୍ୟ କରିବା ଭିତରେ ମୁଁ ଯେ ସହ୍ୟ କରେ ମାନେ ମୁଁ କହିଲି ସାର୍ ଶୁଭ୍ରାଂଶୁ ଜେନା ତାଙ୍କୁ ଦେଖିଥିଲି ତାପରେ ଅଜିତ ପ୍ରସାଦ ମିଶ୍ର ଯୋଉ ଏଠି ଆସୁଛନ୍ତି ଅଜିତ ପ୍ରସାଦ ମିଶ୍ର ତାଙ୍କୁ ଦେଖିଲି ମାନେ ଗୋଟିଏ କଣ କୁହାହବ ପଇସାର ବି କାମ କଲା ସେଠି ଗଲା 5,000 ସେଠି 2,000 ଯାଇଛି ଏଠି ଆସିଲା ପରେ ସାରଙ୍କୁ ଯେତେବେଳେ ଦେଖିଲି ସାର ବସ ପାଇଁ ସମୟ ଦେଇକି ସବୁ ଡକୁମେଣ୍ଟ ସବୁ ଦେଖିଲେ କି ଏଇଟା ଗୋଟେ ମତେ ଭଲ ଲାଗିଲା ଡିଟେଲ୍ସ ବାଇଡାଟା ପ୍ରିଭିୟସ୍ ଯେତିକି ସବୁ ରିପୋର୍ଟ ଦେଖିଲା ପରେ ହିଁ ମତେ କହିଲେ ଯେ ତୁ ବେଟା ଯା ସାର୍ କହିଯାଉଛି ଯଦି ମୋର ଚେନ୍ ଯଦି ନ କମିବ ମୁଁ ଏଠିକି ମୁଁ ଆସିବିନି କାରଣ ସେ ଯେ କଷ୍ଟ ହଉଛି ଆଉ ମାନେ ଭାଇ ମୁଁ କଣ କହିବି ସେଗୁଡା ମୁଁ ଲେଖିଲେ ପ୍ରକାଶ କଲେ ବିଶ୍ୱାସ ହବନି କିନ୍ତୁ ସାର୍ ଏଠି ମତେ କହିଲେ ତୁ ଯା ଟେନସନ ନେଇ ତୁ ଯା ଏମିତି କହିବି କାହିଁ ତ ମୁଁ ମାତ୍ର 3 ଦିନ ଖାଇଥିଲି ସେତେବେଳକୁ ଏକାଥରେ 3 ଦିନ ଭିତରେ 25% ସେତେବେଳକୁ ମୋର ବିଶ୍ୱାସ ହେଇଗଲା ନା ଏଇ ଯାଦୁଗରୀ ଅଛି ଦମ ଅଛି ସେଇଠୁ ଭାଇ ସାର୍କୁ ଆସି କହିଲେ ମୁଁ ସାର୍ ମତେ ମାନେ ମୁଁ ତ ମରି ଯାଉଥିଲି ମତେ ବଞ୍ଚିଲେ ମାନେ ବଞ୍ଚି ଆଣିଲେ କେମିତି ମୁଁ କହିଲି 0% ନାହିଁ ମାନେ ମୋର ଯେ ପେନ୍ ହଉଥିଲା ଏଇ ଯେ ମାନେ 2 ମିନିଟ୍ କଣ ବସି 1 ମିନିଟ୍ ତ ବସି ପାରିବେନି ବସି ହବନି ଯାହାକି ଧନ୍ୟବାଦ ବୋଲନ୍ତି ସାର୍ ପ୍ରକୃତରେ ଦ୍ୱିତୀୟ ଅବତାର କହିଲେ ଅତ୍ୟୁକ୍ତି ହବନି ଆଉ ହଁ ଭାଇ ଧନ୍ୟବାଦ ହଁ ସାର୍ଙ୍କୁ ଦେଖିଛି ହଁ ଦେଖି ଦ୍ୱିତୀୟ ଅବତାର ନୁହେଁ ଇଏ ସ୍ୱୟଂ ମାନେ ଆବିର୍ଭାବ ଭଗବାନ ତେଣୁ ୟାଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହବ ଆଉ ମୋ ନଜରରେ 8 ବର୍ଷ ଭିତରେ ଯେତେ ଡକ୍ଟରକୁ ଭେଟିଛି ଯେତେ ଏକ୍ସେପ୍ଟ ମାନେ କଣ ଡକ୍ଟର ସୂର୍ଯ୍ୟପ୍ରକାଶ ଏସ୍ ଚୌଧୁରୀ ନିଆରା ଏ ସାର୍ଙ୍କ ସାଥିରେ ମୁଁ ତ କହୁଛି ଜଳେଶ୍ୱର ଯେତେ ଆସୁଛନ୍ତି ପ୍ରାୟ ସମସ୍ତଙ୍କୁ ମୁଁ ଦେଖିଛି ଜଳେଶ୍ୱର ଯେତେ ଏ ସାର୍ଙ୍କ ସାଥିରେ ତୁଳନା ପ୍ରାୟ ମୋ ନଜରରେ ମୁଁ କହୁଛି ନାହିଁ ଆଜି ଏତେ ସୁନ୍ଦର ଭାବେ ବଞ୍ଚିକି ଆଜି ସାର୍ଙ୍କୁ ଯଦି କହିଲେ କେମିତି ଅଛି ସାର୍ 0% ମାନେ ସାର୍ ଗୋଟେ ଖୁସି ହେଇଗଲେ ଯାଉ ଭାଇ ଧନ୍ୟବାଦ ଆପଣଙ୍କର ଇଏ ବହୁତ ବହୁତ ଧନ୍ୟବାଦ ଆଉ ଏଇ ମେସେଜଟା ବହୁ ପେସେଣ୍ଟ ମାନେ ବି ଜାଣନ୍ତୁ ଯେ ସାର୍ଙ୍କ କିଛି କମ୍ ଅଛି ତାଙ୍କର କିଛି ହାତ ବା ତାଙ୍କର କିଛି ଆଶୀର୍ବାଦ ସାର୍ଙ୍କ ଅଛି